ତମେ ଏମିତି ଜାଲ ହେଇକି ତା ଆଗକୁ ଆଗକୁ ଚାଲ, ଆଗକୁ ଆଗକୁ ଚାଲ, ଯା 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 ଯା। ଧର 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 ଏଥର ଯା 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 ଯା, ଏଥର ପାଖକୁ ଯା, ପାଖକୁ ଗଲେ ଯା। ହଁ ଧର ଦିଅ ଧର ଦିଅ ଧର ଦିଅ। ହରିଣଟା ଆସିଥିଲା ସେତେବେଳେ ବାଟ ନ ପାଇଁ ଆମର ଗୋଟେ ଛୋଟ ପୋଖରୀ ଥିଲା, ପୋଖରୀ ଭିତରେ ବି ପଙ୍କ ଅଛି ବହୁତ। ସେ ପଙ୍କରୁ ଉଠି ପାରିଲାନି ସେ, ତାପରେ ଛୋଟ ଛୋଟ ଶାଗ ପତ୍ର ମଧ୍ୟ ଥିଲା, ସେ ବୋଧେ ଖାଇବା ଉଦ୍ଦେଶ୍ୟରେ ତା ଦେହରେ ଦେଇଥିଲା, ଆ ଦେହରେ ଗୋଟେ ଜୀବନ ବିପନ୍ନ ଦେଇଥିଲା। ତାର ଫଳରେ ବହୁତ ପଙ୍କ ଥିଲା, ସେ ଉଠି ପାରିଲାନି। ତାହେଲେ ଆମ ଗାଁ ପିଲାମାନେ ସୁବାସ ରାଉତ ତାଙ୍କ ନାଁ, ଆଉ ଆଶିଷ ରାଉତ, ଏମାନେ ତାଙ୍କୁ ବହୁତ ଦୂର ଉଦ୍ଧାର କଲେ। ଉଦ୍ଧାର କରି ଘରେ ରଖିଦେଲେ। ହଁ ଉଦ୍ଧାର କରି ସମସ୍ତେ ଲାଗି ପଡି ଉଦ୍ଧାର କଲେ ତାକୁ। କୁକୁର, ଛୋଟ ଛୋଟ କୁକୁର ଯୋଉ ଆମର ଗାଁ ମାନ କୁକୁର, ସେ ଭୁକିକି କାମୁଡିବା ପାଇଁ ଚେଷ୍ଟା ବି କରୁଥିଲେ, କାମୁଡି ମାରି ଦେଇଛନ୍ତି ମଧ୍ୟ। ଏ ପିଲାମାନେ ବହୁତ ଚେଷ୍ଟା କରି ତାକୁ ଉଦ୍ଧାର କରି ଆଣି ସେ ଆମ କୋଠ ଘରେ ରଖିଲେ। ସମସ୍ତେ ଆମ ଏଇଠି ଯେତେକ ଅଛନ୍ତି, ଆମର ଜନସେବାକାରୀ ହଉ ନାଇଁ ତ ଆମ ରାଜନୈତିକ ପିଲା ଯେଉଁମାନେ ଅଛି, ସମସ୍ତେ ଆମର ପୋଲିସ ବାଲାକୁ ଫୋନ କଲେ, ଫରେଷ୍ଟ ବାଲାକୁ ମୁଁ ମଧ୍ୟ ଫୋନ କରୁଥିଲି। ଫରେଷ୍ଟ ବାଲା ଆସିଲେ, ହଁ ଫରେଷ୍ଟ ବାଲା ଆସିଲେ, ପୋଲିସ ବାଲା ଆସିଲେ, ତାଙ୍କର ଉଦ୍ଧାର କରି ନେଇଯାଇଛନ୍ତି।